ପିଲାମାନେ, ତୁମ ସାନ ନାନୀର ମୋର ପ୍ରୟାସ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ତୁମ ପାଇଁ ଆଜି ଗୋଟିଏ ସୁନ୍ଦର ଛୋଟ କବିତା ପଢ଼ିବି। ମନ ଦେଇ ଆମର ଶୁଣିବ, କାରଣ କବିତା ଶେଷରେ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି, ଯାହାର ଉତ୍ତର ତୁମମାନଙ୍କୁ କମେଣ୍ଟ ବକ୍ସରେ ଲେଖିକି ଜଣାଇବାକୁ ପଡ଼ିବ। ଚାଲ ଏଥର ଶୁଣିବା ଆଜିର କବିତା। ଆଉ କବିତାଟିର ନାମ ହେଲା ଟୁଆଁ ଟୁଇଁ। ଟୁଆଁ ଟୁଇଁ ଦୁହେଁ ଭୋଜି କରିବେ, ଆଣିଲେ ଜଙ୍ଗଲୁ କାଠ, ଉଷୁନା ଭାତକୁ କୁକୁଡ଼ା ଝୋଳ, ବାଘ ମାମୁଁ ଖାଇବ ଆସ। ମସଲା ବାଟି ଚୁଲି ଲଗେଇ ଯତନେ ରୋଷେଇ କଲେ, ଅଲଣା ଲୁଣିଆ ଚାଖିଲା ବେଳକୁ ସବୁତକ ଖାଇଦେଲେ। ବାଘ ମାମୁଁର ଡରରେ ଚୁପଚାପ ହୋଇ ପାଟି ନ କରି ଲୁଚିଗଲେ ଭାତ ହାଣ୍ଡିରେ। ପାଟିରୁ ବୁହାଇ ଲାଳ, ବାଘ ପହଞ୍ଚିଲା ଟୁଆଁ ଟୁଇଁ ଘର। ଏତିକି ବେଳେ ଟୁଆଁ ମାରିଦେଲା ଓଉଡ଼ିଟିଏ। ମଲା ମୂଷାର ଗନ୍ଧ, ନଡ଼ିଆ ବାଣର ଶବ୍ଦରେ ବାଘ ହୋଇଗଲା ଅନ୍ଧ। ଶିକାରୀ ଗୁଳିର ଡରରେ ଜୀବନ ବିକଳେ ଯେମିତି ସେମିତି ଦୌଡ଼ିଲା କ୍ଷିପ୍ର ଗତିରେ। ଏବେ ବାହାରିଲେ ଦୁହେଁ ଭାତ ହାଣ୍ଡିରୁ, କାନ ମୋଡ଼ି ହୋଇ କହିଲେ, କରିବୁନି ଆଉ ଆମେ ଏମିତି ଭୁଲ। କବିତାଟି ଏତିକି। ଆସନ୍ତୁ ଏଥର ଶୁଣିବା ପ୍ରଶ୍ନ। ଆଜିର ପ୍ରଶ୍ନ କ'ଣ? ଟୁଆଁ ଟୁଇଁ ଭୋଜିରେ କ'ଣ ରାନ୍ଧିଥିଲେ ଆମର କମେଣ୍ଟ ବକ୍ସରେ ଲେଖିକି ଜଣାଇବ। ରହିଲି, ପୁଣି ଦେଖାହବ ଆଉ ଗୋଟିଏ ସୁନ୍ଦର ଛୋଟ କବିତାରେ।